जीवनी से रिदी जीवनी से हाँ जाउची रिदी ମାନେ ଦେଖିପାରୁଥିବେ ଭିଉଟା ଦେଖିପାରୁଥିବେ ଏଇଠି ଦେଖନ୍ତୁ ଦେଖନ୍ତୁ ପାଣି କିଣି ଯାଇଛି ଭୋଜି କରି ଆପଣ ସବସ୍କ୍ରାଇବ କରନ୍ତୁ ଏଇ ଯୋଉ କ୍ୟାପ୍ ପିନ୍ଧିଛନ୍ତି ଗୋଟେ ଗୋଟେ ଫ୍ରି ହିସାବରେ ନେଇ ଯାଆନ୍ତୁ ଲକ୍ଷ୍ମୀ ପ୍ରିୟା ନାଇଟ୍ ଷ୍ଟୋର ଆଉ ଗୋଟେ ୟା ନା କଣ କିରେ ବଢିଆ ୟା ନା ହେଲା ଜର୍ମାନ ମାନେ ଜୟ ଜଗନ୍ନାଥ ମୁଁ ଆଉ ଗୋଟେ ନୂଆ ବ୍ଲଗକୁ ଆପଣଙ୍କୁ ସ୍ୱାଗତ କରୁଛି ମୁଁ ତ ବଦରେ ଅଛି ତମେ ବି ନିଶ୍ଚିନ୍ତ ବଦରେ ଥିବ ମୁଁ ଆଜି ସକାଳୁ ସକାଳୁ ଉଠିକି ଦେଖିଲା ବେଳକୁ ବହୁତ ଜୋରେ କୋଡ଼ି ପଡ଼ିଛି ଏବେ କିନ୍ତୁ ଟାଇମ୍ ହେଲାଣି 11ଟା ପ୍ରାୟ ମୁଁ ଆସିଛି ଭାରି ଏବେ ଷ୍ଟାଡ଼ିୟମ୍ ଦେଖନ୍ତୁ ଆମର ଷ୍ଟାଡ଼ିୟମ୍ରେ ପିଚ୍ କାମଟା ପୂର୍ବ ଭିଡ଼ିଓରେ ମୁଁ ଦେଖେଇଥିଲି ତାପରେ ଆଜି ପୁଣି ଦେଖିବା ପାଇଁ ଆସିଛି କାରଣ ପୂର୍ବ ଭିଡ଼ିଓରେ ଆପଣମାନେ ବହୁତ ଭଲ ପାଇବା ଦେଇଥିଲେ ଦେଖିବା ପାଇଁ ଭିଡ଼ିଓ ଆହୁରି ମାନେ କମେଣ୍ଟରେ ମୋତେ ଦେଇଥିଲେ ଆଉ ଆଜି ଦେଖିବା ପିଚ୍ କାମ କେଉଁ ଜାଗା ରୁଲିଂ ସରିଯାଇଛି ଥରେ ଭିତରେ ମାନେ ମାଟି ନାଲି ମାଟି କଳା ମାଟି ସବୁ ମିଶି ମୁଶାରି ପକା ହେଇଛି ମୋଟା ମାଟି ବି ପକା ହେଇଛି ଚାଲନ୍ତୁ ଯିବା ଭିଡ଼ିଓଟି ଦେଖନ୍ତୁ ଆଉ ଏନ୍ଜୟ କରନ୍ତୁ ଏବେ ବର୍ତ୍ତମାନ ମାନେ ଉପରଟାରେ ପଡ଼ି ୟା ଉପରେ ବି ଆହୁରି ପଡ଼ିବ ହେଲା ଏବେ ବର୍ତ୍ତମାନ ପଡ଼ିଛି ଏଇଟା ଆମର ଗୋଟେ ଅଲଗା ମାଟି ଏଇଟା ଆମର ବାହାରୁ ଆସିଛି ହେଲା ଆରଥର ପିଚ୍ ଅପେକ୍ଷା ଏଇଥର ମୋତେ ଲାଗୁଛି ବହୁତ ଭଲ ହେବ କାରଣ ଆରଥର ପଛରେ ମାନେ ଖେଳ ସରି ଆସିଲା ବେଳକୁ ଠିକ୍ ଫାଇନାଲ୍ ବେଳକୁ ମାନେ ଏତେ ଜୋରେ ଫାଟିଲା ଯେ ମାନେ ଯେଉଁ ମାଟିଟା ଆମେ ପକେଇଥିଲେ ମାଟିଟା ଭଲ ନଥିଲା ଆଉ ଏଇଥର ପକା ହେଇଛି ଦେଖ ଏଇ ମାଟିଟା ୟାକୁ ଛାଡ଼ି ଦିଆହେଇଛି ପୁଣି ଶୁଖିବା ପାଇଁ ପାଣି ବି ଦିଆହେଉଛି ଡେଲି ହାଲକା ହାଲକା ଶୁଖିବା ପାଇଁ ଛାଡ଼ି ଦିଆହେଇଛି ତଳେ ସବୁ ରୁଲିଂ କରିକିରି ତଳେ ଯେଉଁ ମାଟିଟା ପଡ଼ିଛି ସେଇଟା ପୁରା ବହୁତ ଟାଣ ମାଟି ହେଲା ସେଇଟା ମାନେ ସେଇଟା ପାଇଁ ଆରଥର ଫାଟିଥିଲା ସେଇ ମାଟିଟା ଆମେ ପକେଇ ନଥିଲୁ ବୋଲି ୟା ପରେ ମ୍ୟାଟ୍ ପଡ଼େ ଫିର୍ ବି ମ୍ୟାଟ୍ ପଡ଼ିଲେ ବି ଯାହାହେଲେ ମାଟି ବି ଟିକେ ଷ୍ଟ୍ରଙ୍ଗ ହେବା ଦରକାର ନା ଡ୍ୟୁଜ୍ ବଲ୍ ଯେହେତୁ ଟୁର୍ଣ୍ଣାମେଣ୍ଟ ହେଉଛି ଯେହେତୁ ମାନେ ପୁରା ଆମର ଷ୍ଟେଟ୍ ଲେବୁଲ୍ କହିବାକୁ ଗଲେ ବାହାରୁ ଟିମ୍ ଆସିଛି ମାନେ ଷ୍ଟେଟ୍ ଲେବୁଲ୍ এইগুড়া ଦେଖନ୍ତୁ এইগুড়ା ଆହୁରି ପଡ଼ିବ ଏଇଟା ତ କିଛି ନାହିଁ ଆରଥର ଏତେ ପଡ଼ିଥିଲା ମାନେ କହିଲେ ନ ସରେ ଏଇଟା ଏଇଥର ପୁରା ପୂର୍ଣ୍ଣ ମାନେ ଆଉଥରେ ପୁରା ଖୋଳିକିରି କରାହେଇଛି ହେଲା ତାପରେ ଦେଖନ୍ତୁ ଏଇଟା ଆମ ଷ୍ଟାଡ଼ିୟମ୍ ଏଇ ଯେଉଁ ଚାରିପଟେ ଆପଣ ଦେଖୁଛନ୍ତି ଯେଉଁ ସବୁ ବାଉଣ୍ଡ୍ରି ଦେଖାହେଉଛି ଯେତେ ବାଉଣ୍ଡ୍ରି ଦେଖାହେଉଛି ପୁରା ଚାରିପଟେ ହେଲା ଚାରିପଟଟାକୁ ଦେଖନ୍ତୁ ସେ ଚାରିପଟେ ମାନେ ଆମର ହେବ କ'ଣ କହିଲ ପୁରା ଟେଣ୍ଟ ହେବ ପୁରା ଉପରେ ଟେଣ୍ଟ ପୁରା ଗ୍ୟାଲେରୀ ସିଷ୍ଟମ୍ ପୁରା ଚାରିପଟେ ଟେଣ୍ଟ ପଡ଼ିବ ଚେୟାର ପଡ଼ିବ ଆରଥର ତ ପଡ଼ିଥିଲା 5 ନା 7 ହଜାର 8 ହଜାର ଭଳିଆ ପଡ଼ିଥିଲା ଚେୟାର ଖାଲି ମାନେ ବାହାରେ ପୁଣି ପିଲା ବସିଥାନ୍ତି ମାନେ ଖାଲି ଚେୟାର ପଡ଼ିଥିଲା ହେଲା ତାପରେ ପୁଣି ମାନେ ସେଇଠି ଆମର ଷ୍ଟାଡ଼ିୟମ୍ ଯେଉଁ ଷ୍ଟାଡ଼ିୟମ୍ କହୁଛି ମୋ ଗ୍ୟାଲେରୀଟା ସେଇଠି ଗେଷ୍ଟ ବସନ୍ତି ମୁଁ ଯାଇକି ସେଇଟା ଦେଖେଇବି ଆଉ ଏଇଠି ଆମର ପାଭିଲିୟମ୍ ହୁଏ ପିଲାମାନେ ସବୁ 2ଟା ଟିମ୍ ଏଇଠି ରୁହନ୍ତି ଆଉ ସେଇପଟେ ଏଣ୍ଟ୍ରିଟା ଆମର ହେଇ ଗେଟ୍ ପାଖରେ ଆଉ ସେଇ ଗେଟ୍ଟାରେ କ'ଣ କି ସେଇ ଗେଟ୍ଟାରେ ଗେଷ୍ଟ ଆସିଲେ ଟିକେ ଭିତରକୁ ଆଣା ହୁଏ ମାନେ ଡାକିକି ଆଣା ହୁଏ এইটা ବନ୍ଦ କରିଦିଆ ହୁଏ ବୋଧେ ଏଇଟା ବନ୍ଦ କରିଦିଆ ହୁଏ ଏଇଟା ବନ୍ଦ ରୁହେ ସେଇଟା ଖୋଲା ରୁହେ ଆଉ ସେଇ ଗୋଟେ ଖୋଲା ରୁହେ ତାପରେ ସେଇଠୁ ଚାଲି ଆସିବେ ତାପରେ ଏଇଠି ଯେଉଁ ଦେଖୁଛନ୍ତି ଏଇଠି ଆମର ବଡ଼ ଷ୍ଟେଜ୍ ହୁଏ ମୁଁ ତ ଆରଥର ଭିଡ଼ିଓ ଆପଣଙ୍କ ପାଖରେ ଥିବ କି ନାହିଁ ମୁଁ ଜାଣିନି କିନ୍ତୁ ଆରଥର ଭିଡ଼ିଓ ଭାବୁଛି ମୁଁ ରଖିଛି କିନ୍ତୁ ପକେଇନି କେବେ ହେଲା ଆରଥର ଭିଡ଼ିଓଟା ପକେଇଦେବା ଏଥର ଯାହା ହେଉଛି ହଉ ଆଉ ଦେଖିବେ ଆପଣ ଆର ପୂର୍ବ ଥର କେମିତି ହେଇଥିଲା ଆଉ ଏବେ ପୁଣି ଦେଖିବେ ଏବେ ଦେଖନ୍ତୁ ଏଇଠି ହେବ ଆଉ ସେ କଲେଜ ପଛପଟେ ପିଲାଙ୍କର ମାନେ ବାହାରୁ ଟିମ୍ ଆସିବେ ବାହାରୁ ଯେଉଁ ଟିମ୍ ଆସିବେ ତାଙ୍କୁ ସେପଟେ ରଖିବା ପାଇଁ ମାନେ ଖାଇବା ପିଇବା ବ୍ୟବସ୍ଥା ପୁରା ରହିବା ବ୍ୟବସ୍ଥା ପୁରା ମାନେ ଯେଉଁ 15-16 ଦିନ ହେବ ମାନେ କହିବାକୁ ଗଲେ ଆମ ଗାଁରେ ଯେମିତି ଗୋଟେ ଯାତ୍ରା ଚାଲନ୍ତୁ ଦେଖନ୍ତୁ ଏଇଟା ଆମ କଲେଜ କିନ୍ତୁ ତା ପୂର୍ବରେ କଲେଜ ହେପଟେ ଆଉ ଗୋଟେ ଅଛି ଗୋଟେ ହଷ୍ଟେଲଟେ ସେଇଠି ଆମ ପିଲା ସବୁ ରହୁଛନ୍ତି ଏଇଟା ହେବ ଆମର ଗ୍ୟାଲେରୀ ସିଷ୍ଟମ୍ ପୁରା ଗ୍ୟାଲେରୀ ନୁହେଁ ଏଇଟା ଷ୍ଟେଜ୍ ହେବ ସେଇଠି ଲାଗିବ ଏଲ୍ଇଡି ଫେଲ୍ଇଡି ଆଡ଼ଭାର୍ଟାଇଜ୍ ପାଇଁ ସବୁ ଏମ୍ସିଏଲ୍ କେତେ କ'ଣ ଏରା କମ୍ପାନୀ ଥିଲା କେଜାଣି ମୁଁ ଏରା ଜାଣିନି ମୋର ମନେ ପଡ଼ୁନି ଆଉ ଏମିତି ସବୁ ଘଟଣା ଆଉ ଆମର କଲେଜ ଆମ ପରଜଙ୍ଗ କଲେଜ ଏଇଟା ପଛପଟେ ଶାଗୁଆନ ଜଙ୍ଗଲଟା ଏଇଠି ଆମ ଫିଲ୍ଡ ପିଲା ଏଇଠି ସବୁ ଏକ୍ସରସାଇଜ୍ କରନ୍ତି ରନିଂ କରନ୍ତି ଆମେ ବି ମଧ୍ୟ କରିଛୁ ଛାଡ଼ ଭାଗ୍ୟବଶତ ତ ଚାକିରି ହେଲାଣି ଆଉ ଚାଲନ୍ତୁ ଯିବା ଦେଖିବା ଏଇ ଯେଉଁ ସବୁ ଘାସ ଦେଖୁନାହାନ୍ତି ଏଇ ଘାସ ଗୁଡ଼ା ସବୁ ମରିଯାଇଛି କାରଣ ପାଣି ପାଉନି ବୋଲି ଆରଥର ମାନେ ଏଇ ଘାସ ରାକରେ ଏତେ ପାଣି ମୋଡ଼ା ହେଇଛି ମାନେ ଯେତେ ଫାୟାର ଷ୍ଟେସନ୍ ବାଲାଙ୍କୁ ପୁରା କହିକିରି ତାଙ୍କ ପମ୍ପ ଆଉ ତାଙ୍କ ପାଇପ୍ ଆଣିକିରି ଆମେ ମୋଡ଼େଇଛୁ ତାପରେ ମାନେ ଘାସ ଗୁଡ଼ା ମାନେ ଆହୁରି ପାଣି ମାଗୁଥିଲା
କଥା ବି ମାନେ ବଞ୍ଚେଇ ପାରିଲୁଣି ମାନେ ଆଜି ଦେଖ ମାନେ ମରି ସାରିଲାଣି ଶୀତ ଦିନ ହଉ ହଉ ମାନେ ଘାସରା ମରିଯାଉଛି ପାଣି ଯେହେତୁ ଥିବ ଖେଳ 10 ଦିନ ଖଣ୍ଡେ ଆମର ଷ୍ଟାର୍ଟ ହେଇଯିବ ପାଣି ଦିଆ ସବୁଦିନ ମାନେ ଦିନକୁ 2 ଟାଇମ୍ ଦିଆହବ ପୁରା ଗ୍ରୀନ୍ କରିଦିଆହବ ଚାରିପଟ ଯାକ ପୁରା ଗ୍ରୀନ୍ କରାହବ ପୁରା ଚାରିପଟ ଯାକ କୋଉଟା ଗୋଟେ ବି ତମେ ପାଇବନି ସେ ଯୋଉ ମାନେ ଶୁଖିଲା ଏଇଟା ଦେଖ ଏଇଟା ରୁଲିଂ ଏଇଟାରେ ଆମ ପିଲା ରୁଲିଂ କରନ୍ତି ପୁଣି ଏଇଟାରେ ବି ଆମ ଷ୍ଟାଡ଼ିୟମରେ ଯୋଉ ସରି ଆମ ପିଚ୍ରେ ବି ଏଇଟା ରୁଲିଂ ହୁଏ ଆମେ ଯେତେବେଳେ ଖେଳୁଥିଲୁ କୟାଦାଣ୍ଡିରେ ଏଇଟାକୁ ଗଡ଼େଇ ନେଇ ଯାଇଥିଲୁ କୟାଦାଣ୍ଡି ମାନେ କୟାଦାଣ୍ଡିଟା ଏଇଠୁ ଆମର 1 କିଲୋମିଟର ହବ ହେଲା ତାପରେ ଦେଖନ୍ତୁ ପୁଣି ଏଇଟା ଆସିଛି ହାରି ଆଉ ଏମିତି ଆଉ ଏଇଠି ଦେଖ ଗୋଟେ ଜିନିଷଟା ଦେଖିଲି ମାନେ ଏଇଟା କେମିତି କୁଆଡ଼ୁ ଆସିଲା କେଜାଣି ଏଇଟା ଦେଖ ଏଇଟା କି ଗଛ କୁହ ଏଇଟା ସବୁ କି ଗଛ କୁହ ତା କମେଣ୍ଟରେ କୁହ ହେଲା ଏଇଟା କି ଗଛ ବହୁତ ବର୍ଷ ତ ଉଠି ଯାଇଛି କମେଣ୍ଟରେ ଜଣେଇବେ ଯାହା ବି କମେଣ୍ଟରେ ଜଣେଇବେ ଏଇଟା କି ଗଛ ହେଲା ମୁଁ ଭାବୁଛି ସବୁ ଜାଣିପାରୁଥିବ ହେଲା ଚାଲନ୍ତୁ ଯିବା ଏବେ କୁହୁଡ଼ି ଦେଖ ଆଜି ଏତେ ଜୋରେ କୁହୁଡ଼ି ମାନେ 11ଟା 12ଟା ହେଲାଣି ଖରା ବି ଆସିଲାଣି ତଥାପି କୁହୁଡ଼ି ଏଥର ଯାଏ କମେନି ଭାବୁଥିଲି କୁଆଡ଼େ ଟିକେ ବରା ଖାଇଯିବା ପାଇଁ ଯୋଉ ଶୋଇ ଦେଇଛି ଆଉ ଉଠି ପାଇଲେନି ଏତେ ଜଲ୍ଦି ମାନେ 11ଟା ବାଜିଗଲା ଆଜି ପୁଣି ହେ ମେନ୍ କଥାଟା କହିନି ଭାଇ ଆଜି ମାର୍କେଟ ବନ୍ଦ ଆଜି ମାସ ଶେଷ ଗୁରୁବାର ପୁରା ମାର୍କେଟ ବନ୍ଦ ଭାଇ ଦେଖିବା ତ ମାର୍କେଟର ଦୃଶ୍ୟଟା ଟିକେ ମାର୍କେଟରେ ତ କିଛି ଲୋକ ଦୋକାନ ଖୋଲି ଦେଉଛନ୍ତି ମୁଁ ଭାବୁଛି ଖୋଲିବିନି ଆଜି କାରଣ କାଲି ବି ବନ୍ଦ ଥିଲା ନା କାଲି ଯେଉଁ ବନ୍ଦ ଥିଲା ଲୋକ ସେଇଥିପାଇଁ ଆଜି ଦୋକାନ ଖୋଲି ଦେଉଛନ୍ତି କିଛି ଛାଡ଼ ଯିବା ଚାଲ ମାର୍କେଟ ଏଇଟା ମୋ ଗାଡ଼ି ପିଚ୍ ପାଖରେ ପୁରା ରଖିଛି ଆଉ କେତେ ଦିନ ଗଲେ ଗାଡ଼ି ଫାଡ଼ି କିଛି ପଶାଇ ଦେବେନି ସବୁ ବାହାରେ ସବୁ ହେଠି ରହିବ ଏଇଯା ତ କେହି ଆସିପାରିବେନି ଚାଲନ୍ତୁ ଯିବା ମାର୍କେଟ ତାପରେ ମୁଁ କଥା ହେଉଛି ମାର୍କେଟ ଯାଇକି ଦି 3 ଦିନ ପରେ ମୁଁ ଆଜି ଆସିଲି ଷ୍ଟାଡ଼ିୟମକୁ ଦେଖିଲି ଆମର ପିଚ୍ କାମଟା ପୁରା ଆରମ୍ଭ ହେଇଗଲାଣି ଦେଖନ୍ତୁ ଆହୁରି ମାନେ ଯେତିକି ଦେଖା ହେଇଥିଲା ଯେତିକି ଦେଖେଇଥିଲି ତମ ଭିଡ଼ିଓରେ ପୂର୍ବ ଭିଡ଼ିଓରେ ତାଠୁ ଅଧିକା କାମ ହେଇଯାଇଛି ଆଉ ଏବେ ଦେଖିବା ଏଠି ଦେଖ ବାରିକେଡ଼ ବି ନଥିଲା ବାରିକେଡ଼ ବି ହେଇଯାଇଛି ଉଇଥି ମାଟି ପଡ଼ିଯାଇଛି ବାହାରୁ ଯେଉଁ ଆସିଥିବା ମାଟିଟା ଯେଉଁଟା ଗଦା ହେଇଥିଲା ସାଇଡ଼ରେ ସେଇଟା ପଡ଼ିଯାଇଛି ଆଉ ପାଣି ଟାଙ୍କି 2ଟା ଅଛି ମୋ ପଛପଟେ ଗୋଟେ ଦେଖିପାରୁଥିବେ ପାଣି ଟାଙ୍କି ଆଉ ଗୋଟେ ସେପଟେ ଗୋଟେ ପାଣି ଟାଙ୍କି ଦେଖିପାରୁଥିବେ ଆଉ ପାଣି ସକାଳୁ ପୁରା ଦିଆ ହେଉଛି ଆଭେଲେବୁଲ ଆଉ ଦେଖନ୍ତୁ ପୁରା ମାନେ ପୁରା ଏତେ ପାଣି ଦିଆହେଇଛି ପୁରା କାଦେଇ ଦିଆହେଇଛି ଆଉ କେତେ ଦିନ ଆଉ 2-4 ଦିନ ଗଲା ପରେ ଆରମ୍ଭ ହେଇଯିବ ଚାରିପଟ ବାଉଣ୍ଡ୍ରି ଚାରିପଟ ଯାକ ଆମର ପୁରା ଯେଉଁ ଟେଣ୍ଟଟା ହୁଏ ଚାରିପଟ ଯାକ ସେ ଚାରିପଟ ଆମର ଆରମ୍ଭ ହେଇଯିବ ଆଉ ଏଇଟା ବାରିକେଡ଼ଟା ଦିଆହେଇଛି କାହିଁକିନା ଗାଈ ଫାଇ ଯେମିତି ଭିତରକୁ ନ ପଶିବେ ନା ଗାଈ ପଶିକିରି ପୁରା ଅବସ୍ଥା ଖରାପ କରିଦେଉଛନ୍ତି ଆରଥର ଯେମିତି ଖରାପ କରିଥିଲେ ତାଠୁ ଅଧିକା ଖରାପ ଏଇଥର କରିଦେଉଛି ସେମାନେ କାରଣ ଏଥର ଗେଟ୍ଟା ଖୋଲା ରହୁଛି ନା ଆରଥର ବନ୍ଦ ଥିଲା ଆଉ ଦେଖାଉଛି ଚାଲନ୍ତୁ ଦେଖିବା ଦେଖନ୍ତୁ ବର୍ତ୍ତମାନ ଏଇଟା ପୁରା ଆମର କାଦିଆ ହେଇଛି ରିସେଣ୍ଟ ପାଣି ଦିଆହେଇଛି ସକାଳେ ବି ଦିଆହେଇଥିଲା ଆଉ ମୁଁ ଫଟୋ ପକେଇଦେବି ଭିଡ଼ିଓରେ କେମିତି କ'ଣ କାମ ହେଉଛି ମୁଁ ତ ଆସିପାରୁନି କାରଣ ଦୋକାନରେ ଟିକେ ରହିବାକୁ ପଡ଼ୁଛି ଦେଖନ୍ତୁ ପୁରା ବାରିକେଡ଼ ହେଇଛି ଆଉ 2 ପଟ ଯାକ ବାରିକେଡ଼ ହେଇଛି 2ଟା ପାଣି ଟାଙ୍କି ଅଛି ସକାଳେ ଗୋଟେ ଉପରବେଳି ଗୋଟେ ଦିଆହେଉଛି ଆଉ ସେଇ ମାଟି ଗୁଡ଼ା ସବୁ ଏକ୍ସଟ୍ରା ଯେଉଁଟା ବଳିଛି ସେଇଟା ବାହାର କରିଦିଆଯାଇଛି ଏଇଟା ସବୁ ପୁରା ପିଇଦେବ ପାଣି ଦେଇ ପୁରା ଦବିବା ପରେ ତାପରେ ଯାଇ ଆମର ଆରମ୍ଭ ହେବ ମେନ୍ କାମଟା ଆଉ ରୁଜିଂ ଫୁଜିଂ ସବୁ ସରିଲାଣି ହଉ ଛାଡ଼ ସେ ଯାହା ବି ହଉ ଯିବା ଆମେ ବାହାରିବା ଆଉ କେତେ ଦିନ ଗଲେ ତ ଏଇଟା ସବୁ ଏଇଠି ପୁରା ରହିବାକୁ ପଡ଼ିବ ଆଉ ଆମର ଯେହେତୁ ମାନେ ଅର୍ଗାନାଇଜ୍ ଆମେ କରୁଛୁ ଯାହା ବି ରହିବାକୁ ପଡ଼ିବ ଆଉ ପିଲା ବହୁତ ପରିଶ୍ରମ କରୁଛନ୍ତି ସକାଳୁ ଆସିକିରି କିନ୍ତୁ ଆମେ କାହାର ଦେଖା ନାହିଁ
ଏଠି ଦେଖ ସେପଟେ ସେଠି ଗ୍ୟାଲେରୀ ହବ ସେଇଠି ଯୋଉଟା ଅଛି ହଁ ସେଇଠି ଗ୍ୟାଲେରୀ ମାନେ ସେଇଠି ବସିବେ ଗେଷ୍ଟ ସବୁ ଆଉ ପୂର୍ବ ଭିଡ଼ିଓରେ ତ ସବୁ କହିଥିଲି ଏଇଟା ଖାଲି ଆଜିର ଅପଡେଟଟା ଦେଖିବା ପାଇଁ ଆସିଥିଲି ଭାରି ଆଉ ଆଜି ପୁରା ଫୁଲ୍ ଭିଡ଼ିଓ ଆସିବ ଭାରି ଆଉ ଜୟ ଜଗନ୍ନାଥ ଯିବା ଆଜି ଆମ ଗାଁର ମାନେ ଭୋଜି ପ୍ଲେସ୍ ସବୁ ଦେଖିକି ଆସିବା କାରଣ ଇଆଡ଼େ ଆଜି ଟିକେ ବୋରିଂ ଯାଉଛି ମୋତେ ବହୁତ ଜୋରରେ ଦୋକାନରେ ବସିକିରି ଆଉ ଏବେ ଟିକେ ଫ୍ରି ପାଇଛି ବାବା ଅଛନ୍ତି ଦୋକାନରେ ମୁଁ ଯେହେତୁ ଆସିଥିଲି ଭାରି ଟିକେ ଇଆଡ଼େ ଆଗରୁ ଆମେ ସବୁବେଳେ ଆସୁ ଦେଖନ୍ତୁ ଇଆଡ଼େ ପୁରା ରାସ୍ତା ବଢ଼ିଆ ଇଆଡ଼େ ଫଟୋ ସୁଟ୍ କରିବା ପାଇଁ ବଢ଼ିଆ ଜାଗା ଅଛି ଆଉ ସେପଟେ ଆମର ଗୋଷ୍ଠୀଟା ବି ଅଛି ଗୋଷ୍ଠୀରେ ଭୋଜି ପ୍ଲେସ୍ ଅଛି ଉଇଥ୍ ଠାକୁରଙ୍କର ପୂଜା ବି ହେଉଛି ସବୁଠୁ ବଢ଼ିଆ ଜାଗା ନିରୋଳା ଜାଗା ଯଦି ମନ ଖରାପ ଥିବ ଆସିକି ଧର ଏଇ ଗୋଷ୍ଠୀ ଆଡ଼େ ବସି ପଡ଼ିବେ ପୁରା ମାଇଣ୍ଡ ତୁମର ପୁରା ଫ୍ରେଶ୍ ହେଇଯିବ ଚାଲନ୍ତୁ ଯିବା ଆମେ ଆଜି ଦେଖିବା ଯେଉଁ ନୂଆ ବ୍ରିଜ୍ ହେଇଛି ନାଉପାଳିରୁ ବରଜଙ୍ଗକୁ ସେଇଆଡ଼େ ଟିକେ ବୁଲିକି ଆସିବା ଆଉ ଭିଉଟା ଦେଖିବେ କେଉଁ ଭଳିଆ ଅଛି ଏମିତି ଭଲ ଲାଗୁନଥିଲା ଆସିଲେ ଭାରି ଟିକେ ବୁଲିବା ପାଇଁ ଚାଲନ୍ତୁ ଯିବା ବୁଲିକି ଆସିବା ଭାରି ଆଉ ଏଇଟା ଦେଖନ୍ତୁ ଏଇଟା ଛୋଟ କେନାଲଟା ଆମ ପଛରେ ଦେଖିପାରୁଥିବେ ପୁରା ରୋଡ଼ ପୁରା ଫାଙ୍କା ଆଉ ଦେଖିବେ ଚାଲନ୍ତୁ ଦେଖିବା ଦେଖନ୍ତୁ ରାସ୍ତା କେଉଁ ଭଳିଆ ପୁରା ମାନେ ଏଇଟା ଆଗରୁ ଆମେ ଏଇଟା ଆସୁ ସବୁବେଳେ ଦେଖନ୍ତୁ ଏଇଟା ଗୋଟେ ଜଙ୍ଗଲ ଅଛି ମାନେ ଛୋଟ ଛୋଟ ଜଙ୍ଗଲ ସବୁ ଏଗୁଡ଼ା ସବୁ କଟା ହେଇଗଲାଣି ପ୍ରାୟ ମାଟି ସବୁ ଖୋଳିକି ନେଇଗଲାଣି ଏଇଠି ଦେଖ ଏଇଟା ସବୁ ଚାଷ ହେଇଛି ଆଉ ଏଇଟା ସବୁ ବାଡ଼ ଦିଆ ହେଇଛି ଗାଈ ପଶି ଯାଉଛନ୍ତି ହାତୀ ବି ଆଡ଼େ ପ୍ରାୟ ଟାଇମ୍ ଆଉ ଦେଖାଉଛି ଆପଣଙ୍କୁ ଚାଲନ୍ତୁ ଏଇଠି ଗୋଟେ ଛୋଟ ଗେଟ୍ ଅଛି ଏଇଠିକି ଆମର ଆଗରୁ ସବୁବେଳେ ଗାଧେଇ ଆସୁ ମାନେ ଯେତେ ବି ଯାହା ଖରା ବର୍ଷା ହେଇଯାଉ ଆମେ ଏଇଠିକି ଆସୁ ଗାଧେଇ ଏଇଠି ସେଇଠି ଦେଖିପାରୁଥିବେ ଆଉ ଗାଡ଼ିଟା ଚଲାଉଛି ରଖେଇ ହେବନି ଚାଲନ୍ତୁ ଦେଖେଇ ଦେବି ପୁରା ମେନ୍ ଜାଗା ଯୋଉଠିକି ମାନେ ଭିଉଟା ବଢ଼ିଆ ଲାଗିବ ସେଇଠିକି ଯିବା ଆଜି ଶୀତ ହେଉଛି ଏମିତି ଶୀତ ଆଜି ମାନେ ଦିନ 12:30 ଆଜି କୁହୁଡ଼ି ଛାଡ଼ିଛି ଖରା ସୂର୍ଯ୍ୟଙ୍କର ଦେଖା ନଥିଲା ଜମା ବି ଏଇଠି ଦେଖନ୍ତୁ ପୁରା ଭିଉ ଦେଖନ୍ତୁ ପୁରା ଅଲଗା ପ୍ରକାର ଭିଉ ଅଛି ଆଉ ଦେଖନ୍ତୁ ମୁଁ ଏଇଠି ଭିଡ଼ିଓ କରୁଛି ଦେଖନ୍ତୁ ଇଆଡ଼େ ଆମେ ସବୁବେଳେ ଆସୁ ଆଗରୁ ଆଉ ଏବେ ଆଉ ଆସୁନୁ ଆଉ ଦେଖାଉଛି ତୁମକୁ ଭିଉଟା ଫାଷ୍ଟ ଦେଖ ଏଇ ରାସ୍ତାଟା ଏବେ ନୂଆ ହେଇଛି କିନ୍ତୁ ଏପଟେ ଲୋକ ପ୍ରାୟ କମ୍ ଆଉ ଯେତେବେଳେ ନୂଆ ଫାଷ୍ଟ ଆସୁ ଏଇଠି ବହୁତ ଫଟୋ ଉଠେଇଛୁ କିନ୍ତୁ ଏବେ ଆଉ ଆସିପାରୁନୁ କାରଣ ସମୟ ହିଁ ହେଉନି ଚାଲନ୍ତୁ ମୁଁ ଗାଡ଼ି ରଖେଇକି ଏବେ ଦେଖାଉଛି ଆମେ ବର୍ତ୍ତମାନ ଦେଖିଦେବା ଟିକେ ଭିଉଟା ଦେଖ ଏଇଟା ହେଲା ଟପ୍ ଭିଉଟା ଆଉ ଚାରିପଟ ଯାକ ମୁଁ ଏବେ ଦେଖେଇବି ବର୍ତ୍ତମାନ ଗାଡ଼ିଟା ଷ୍ଟାର୍ଟ ବନ୍ଦ କରେ ଆପଣ ଦେଖିପାରୁଥିବେ ଭିଉଟା ଦେଖିପାରୁଥିବେ ଏଇଠି ଦେଖନ୍ତୁ ପାଣି କିଣି ଯାଇଛି ଭୋଜି କରିବା ପାଇଁ ବି ଏଇଟା ବଢ଼ିଆ ଜାଗା ଗୋଟେ ହେଲା ସେଇପଟେ ତ ବଡ଼ ପଥର ଅଛି ଆଉ ଏବେ ଆଗ ଭଳିଆ ଆମେ ଭୋଜି କରୁନୁ ନହେଲେ ଭୋଜି କରିଥିଲେ ଆପଣଙ୍କୁ ପୁରା ଦେଖେଇଥାନ୍ତି ସେଇ ଜାଗାଟା ଏଇଟା ସବୁଠୁ ବଢ଼ିଆ ଜାଗା ଆମ ଗାଁରେ ଆଉ ଏପଟୁ ଦେଖନ୍ତୁ ଖାଲି ଭିଉ ଦେଖନ୍ତୁ ଏଇଠି କେମିତି ଦେଖାଯାଉଛି ଦେଖାଉଛି ମୁଁ କୁଆଡ଼େ ଆସିଲି ମୁଁ ସେଇଆଡ଼ୁ ଆସିଲି କିନ୍ତୁ ଦେଖନ୍ତୁ ସେଇ ରାସ୍ତା ବି ଏତେ ଦେଖାଯାଉନି ସବୁଠୁ ବଢ଼ିଆ ଜାଗା ଥିଲା ଏଇଟା କିନ୍ତୁ ଏବେ ଆଉ ଟିକେ ପଚାରୁନାହାନ୍ତି କି ଭିଉ ଦେଖନ୍ତୁ ଏଇଟା ମାନେ ସବୁଠୁ ଟପ୍ ଜାଗା ଏଇଟା ବର୍ଷା ଦିନେ ପୁରା ଏଇ ବ୍ରିଜ୍ ଯେତିକି ଅଛି ସେତିକି ପୁରା ଫୁଲ୍ ହେଇଯାଏ ଏପଟେ ଲୋକ ଯିବା ଆସିବା ଜମା ବି କରିପାରନ୍ତିନି ଏଇଟା ଗୋଟେ ଗଭର୍ଣ୍ଣମେଣ୍ଟ ଭଲ ସୁବିଧାଟେ କଲା ଏପଟେ ମାନେ ମେଡ଼ିକାଲ ସୁବିଧା ପାଇଁ ନାଉପାଳି ଲୋକ ଏପଟେ ବହୁତ ଗାଁ ଅଛି ସେଗୁଡ଼ା ସବୁ ମାନେ ସୁବିଧାରେ ଆସିପାରୁଛନ୍ତି ଆଉ ଏଇପଟେ ସାଙ୍ଗେ ସାଙ୍ଗେ ମେଡ଼ିକାଲ ଆସିଲା ଭାରି ଆଉ ଲେଟ୍ ନାହିଁ ଆଗରୁ ଏପଟେ ପୁରା ବୁଲି ଆସନ୍ତି ମାର୍କେଟ ଦେଇ ଯାହା ବହୁତ ବାଟ ତାଙ୍କୁ ନିହାତି 4-5 କିଲୋମିଟର କମ୍ ପଡ଼ିଗଲା ଚାଲନ୍ତୁ ଦେଖିବା ଦେଖନ୍ତୁ ଭାଇର ଗାଡ଼ି ଥୁଆ ହେଇଛି ଦେଖନ୍ତୁ ଭିଉ ଦେଖନ୍ତୁ ଆଉ କିଛି ଦେଖନ୍ତୁନି ଦେଖନ୍ତୁ ନିଜେ ବି ଦେଖିପାରୁଥିବେ ଆଜି କେତେ କୁହୁଡ଼ି ପଡ଼ି ଚାରିଆଡ଼େ ମାନେ କିଛି କୁଆଡ଼େ ଦେଖାଯାଉନି ଆଉ ସେଟା ଯିବା ଆମେ ପରବର୍ତ୍ତୀ ଭିଡ଼ିଓରେ ମୁଁ ଭାବୁଛି ଦେଖେଇବି ତୁମକୁ ଆଣିକି ଏ ଯେଉଁ ଆମ ଟପ୍ ଯେଉଁ ବଡ଼ ପଥର ଯେଉଁ ଜାଗାଟା ଆଉ ସେପଟେ ଗୋଷ୍ଠୀ ଅଛି ନିଶ୍ଚିତ ଅଛି ବହୁତ ଜାଗା ଭୋଜି ପାଇଁ ଅଛି ଆମେ କଲାଠୁ ତାପରେ ଭିଡ଼ିଓ କରିବା ବଢ଼ିଆ ଭିଡ଼ିଓ କରିବା ଏବେ ପାଇଁ ଟିକେ ମୋ ଯିବାକୁ ଦିଅ ଦୋକାନ ଆସୁ ଦେଖନ୍ତୁ ବଡ଼ ପଥରଟା ପୁରା ସେଇଆଡ଼େ ସେ ଜଙ୍ଗଲ ମଝିରେ ପୁରା ହେଲା ଏପଟେ ଦେଖନ୍ତୁ ଯୁଆଡ଼େ ଦେଖିବେ କାଉଁସି ମାନେ କେଉଁଠି ତୁମେ ଗୋଟେ ବି ଜିନିଷ ପାଇବନି ଯେଉଁଠି ମାନେ
ଭୋଜି କରିବା ପାଇଁ ନୁହେଁ ଜାଗାଟା। ମୋତେ ଲାଗୁଛି ଏଇଠି ବି ଆମେ ଷ୍ଟୋଭଟେ ରଖିକି ନୂଆ ବର୍ଷକୁ ଭୋଜି କରିଦେବୁ। ପାଣି ସୁବିଧା ଅଛି, ପାଣି ଦେଖ ଜ୍ୱର ଦେଖ ପୁରା ନଘା ପାଣି। ଏଇନେ ଯେଉଁ ଚିଲ୍ ଅଛି ଶୀତରେ ଗାଧେଇ ହେବନି ମୋତେ ଲାଗୁଛି। ଦେଖ ଭାଇ ସେପଟେ ସବୁ ଚାଷ ବାସ ସବୁ ଧାନ କାଟିକି ନେଇସାରିଲେଣି। ଏଥର ଜଲ୍ଦି ସବୁ ନେଇଯାଇଛନ୍ତି, ଖାଲି ନଡ଼ା ସମସ୍ତଙ୍କର ପଡ଼ିଛି। ବଢ଼ିଆ ଜାଗା। ଏବେ ଆସୁନୁ ତ ଇଆଡ଼େ ଆଉ, ଏବେ ଟିକେ ମୁଡ଼େ ଆସିଲି ଭାରି, ଏବେ ମୁଁ ପୁଣି ବାହାରି ଯିବି। ଏଇଟା ଆମ ଇଲେକ୍ଟ୍ରି ଅଫିସ୍ ଦେଖିଛନ୍ତି, ଷ୍ଟାଡ଼ିୟମ୍ ଦେଖିଥିବେ, ଷ୍ଟାଡ଼ିୟମ୍ରୁ ପୁରା ସିଧା ରାସ୍ତାଟା। ଇଲେକ୍ଟ୍ରି ଅଫିସ୍ ସାଇଡ଼୍ରେ ଆସିବେ, ଆରାମସେ ଏପଟେ ବୁଲି ବୁଲାରି ଯିବେ, ପୁରା ମାଇଣ୍ଡ ଫ୍ରେଶ୍ କରିକି ଯିବେ। ଆଉ ଗୋଷ୍ଠୀ ପାଇଁ ଆଜି ତ ସମୟ ହେବନି, ସେଇ ଯେଉଁ ବଡ଼ ଜଙ୍ଗଲଟା ଦେଖୁଛନ୍ତି ସେଇ ମଝିରେ ଗୋଷ୍ଠୀଟା ଆମର ପଡ଼ିବ। ନହେଲେ ମୁଁ ଯାଇକି ଭିଡ଼ିଓ ଦେଖେଇଥାନ୍ତି। ଗୋଷ୍ଠୀ ଆମର ବହୁତ ବଢ଼ିଆ ଜାଗା, ଠାକୁର ଅଛନ୍ତି ସେଇଠି ଚାରିପଟେ ଯାକ ପୁରା ମାର୍ବଲ ପଡ଼ିକି ମସ୍ତ ହେଇଛି। ଆଉ ବାବା ବି ରହୁଛନ୍ତି, ସମସ୍ତେ ଆସୁଛନ୍ତି ସବୁବେଳେ। ସନ୍ଧ୍ୟାବେଳେ ବି ଖାଇବା ପିଇବା ବ୍ୟବସ୍ଥା ହେଉଛି। ଛାଡ଼ ଆଜି ପାଇଁ ଏତିକି ସମୟ ଦିଅ, ପରେ ସେଇ ବିଷୟରେ ଭିଡ଼ିଓ କରିବ। ଗାଇଜ୍ ବର୍ତ୍ତମାନ ପହଞ୍ଚି ଯାଇଥିଲୁ ଲିକୁ ଦୋକାନରେ। ଏଇଟା ଟାଇମ୍ ପାଖରେ ତା ଦୋକାନ, ସେ ଦୋକାନ ବନ୍ଦ କଲାଣି କିନ୍ତୁ ଚାହା ଆମ ପାଇଁ ଖାସ କରିକି କରୁଛି। ଆଉ ହେଇଗଲା ଚାହିଁରେ ତା ଚାଟା ପୁରା ବହୁତ ଟେଷ୍ଟ ଅଛି। ଚାଟା ଦେଖ, ଆସରେ ଦେଖ। ହଁ ବଢ଼ିଆ ଚାଟା ଟେଷ୍ଟ ଅଛି। ଏଇଟା ତା ଦୋକାନ, ଯଦି ଭଲ ଚାହା ଆମ ପର୍ଯ୍ୟରେ କୋଡ଼େ ପିଇବା ପାଇଁ ଚାହୁଁଛ ସବୁ ଆସ ବାରି ଲିକୁ ଦୋକାନକୁ, ପେଟ୍ରୋଲ ଦୋକାନ ପାଖରେ। ପେଟ୍ରୋଲ ପମ୍ପ। ଆଉ ଦେଖ ଏଇଟା କି ଅଛି, ଏଇଠି ଆସିଛି ଭାରି କୁଆଡ଼ୁ ତାକୁ ନେବା ପାଇଁ ଇଚ୍ଛା ହେଉଛି କିନ୍ତୁ ନେଇ ହେବନି କାରଣ ଘରେ ଜାଗା ନାହିଁ ରଖିବା ପାଇଁ। ଆଉ ଏଇଟା ଦେଖ ମେନ୍ ରୋଡ଼ଟା ସାଇଡ଼୍ରେ ଟ୍ରକ୍ ପୁରା ରାତିରେ ପୁରା ଯାଉଛି, ବହୁତ ଟ୍ରକ୍ ଯାଉଛି। ଆଉ ଏଠି ଭାଇ ଦେଖ ଖାଲି ଦୋକାନଟା ଦେଖ ତାର, ଏଇଟା ଦୋକାନ। ଆଉ ସାଇଡ଼୍ରେ ଅଛି ଢାବା ଅଛି, ଏଇଠି ପେଟ୍ରୋଲ ପମ୍ପଟା ଅଛି, ଏଇଟା ପେଟ୍ରୋଲ ପମ୍ପ। ଆଉ ପଛରେ ଦେଖିବ ଗୋଟେ ଷ୍ଟ୍ରିଟ୍ ଲାଇଟ୍ ଯାଇଛି। ଆଉ ଏଇଟା ସବୁ ନାଇଟ୍ କୋଚ୍ ଗୁଡ଼ା ସବୁ ଏଇଟା ଲାଗେ। ଆଉ ଏଇଠି ଦେଖ ଏଇଠି ନଣ୍ଡା ଅଛି। ଆମେ 3 ଜଣ ଆସିଛୁ ଭାରି, ରାତି 10ଟା ହେଲାଣି ପଛେ ଯାହା ଲିକୁ ଚାହା ଟିକେ ଆମେ ପିଇବା ପାଇଁ ଆସୁଛୁ ଭାରି। ଦେଖ ଖୁସି ଆଉ ଭାଇ ହାଏ କରିଦିଅ। ଆଉ ହାତ ବାହାରୁନି ହାଏ କରିବା ପାଇଁ। ହଉ ଗାଈ ଚା ଟିକେ ପିଇଦବା ଏବେ, ତାର କଷ୍ଟମର ବି ଆସିଲାଣି ଭାରି। ଦେଖ ଆମର ୟୁଟ୍ୟୁବର ଆକାଶକୁ ଟିକେ ସବସ୍କ୍ରାଇବ କରନ୍ତୁ, ବହୁତ ମନ ଦୁଃଖ କରୁଛି। ସବସ୍କ୍ରାଇବର ବଢିବ ଦେଖ, କେତେ ହେଲାଣି କହିଲୁ? କେତେ? 578। କେତେ ପଇସା ଆସୁଛି ମାସକୁ? ପଇସା କଟା ବାଜିଠୁ ଖାଲି ୟୁଟ୍ୟୁବ ମାନେ ଖାଲି ପଇସା ଇଏ ଭାବୁଛି, କ'ଣ କହିବି ଆଉ। ପଇସା ପାଇଁ ତୁ ବିଜନେସ କରୁଛୁ ନା, ଏଇଟା ଯଦି ୟୁଟ୍ୟୁବରେ ବିଜନେସ ଭାବିକି ତୁ ଚଲେଇ ଦିବୁ କିଏ ଜାଣିଲା। ଏଇଟା କାଟି ଦେଇ ଦେଖ ଭାଇ ଚାଟା ପୁରା ସର ପଡ଼ିକି ଅଛି ଭାଇ। ଦେଖ ଟେଷ୍ଟ ପୁରା ବଢ଼ିଆ ଅଛି। ଆଉ ଇଏ ସବୁବେଳେ ଚାହା ଏଇଠି ଆସିକି ପିଏ, ସକାଳେ ପିଉଛି, ବେଳାକୁ ପିଉଛି, ଦିନକୁ ତାର 4-5ଟି ଚାହା ଯାଉଛି। ଆଉ ଗାଇସ୍ ପିଇ ସାରି ମୁଁ ପୁଣି ଥରେ ଭିଡ଼ିଓକୁ ଆସୁଛି। ଆଉ ରାତି ବହୁତ ଦୂର ହେଇଗଲାଣି, ଘରକୁ ଯାହା ଯିବାକୁ ପଡ଼ିବ। ଦେଖ ଗାଇସ୍ ଇଏ ହେଲା କାଳି। ରେ ଉଠିଲି ଟିକେ ଗାଇସ୍। ୟାକୁ ଆମେ ସବୁଦିନ ଆସିଲେ ଏଠି ବିସ୍କୁଟ ଦଉ, ସେ ପୁରା ଚିହ୍ନି ଯାଇଛି ଆମକୁ ହେଲା। ଶୀତରେ ଏତେ ଶୀତରେ ମଣିଷ ରହିପାରୁନି, ସେ କେମିତି ରହିଛି ଭଗବାନ। ତାକୁ ଯେ କୁଡ଼ିଏ ଖାଇବାକୁ ପିଇବାକୁ ଦଉଛି ବୋଲି ଟିକେ ରହିଛି। କାଳି ଦେଖ ପୁରା ପୋଷା ମାନୁଛି, ଘରକୁ ନେଇଯିବାକୁ ଇଚ୍ଛା ହଉଛି କିନ୍ତୁ ନେବିନି ଆଉ, ଘରେ ଜାଗା ନାହିଁ ରଖିବା ପାଇଁ ଆଉ। ମୁଁ ଖଣ୍ଡେ ଦେବି ଦେ ଖାଇବା ପାଇଁ ତାକୁ। ନିଜେ ଖା କୁକୁର ନିଜେ ଆଗ ଖାଇ ଦେଇଛି। ଆମେ ସବୁବେଳେ ଖାଇବାକୁ ଦଉଛୁ। ପୁଣି ଚାଲିନୁ ତ ଛୁଆଟି ହେଇଥିଲା ତା ମା ତାକୁ ଛାଡ଼ିକି ପଳେଇଥିଲା। ଲିକୁ ଟିକେ ସବୁବେଳେ କ୍ଷୀର ଆଣିକି ଦଉଛି ତାକୁ, ଆମେ ଯାହା କେକ୍ ଫେକ୍ ଦଉଛୁ ଟିକେ ଖାଉଛି ସେ। ଦେଖ ଭାଇ ଯାଉ ଖାଉନି, ତା ପେଟ ଫୁଲ ଯାଇଛି। ଖାଉ ସେ କାଲି ଖାଇଥିଲା ବଡ଼ ବଡ଼। ଭାଇ ହସୁଛି କ'ଣ ମୁଁ ଜାଣିପାରୁନି। ଯିବନି ସେ
ରିଦି ଯିବନି ସେ ହଁ ଯାଉଛି। ଦିଦି ଯିବନି ସେ କଣ କରୁଛ? ଦେଖ ଗାଈ ଯିଏ ରିଦି ସହିତ ସମସ୍ତେ କଥା ହଉଛନ୍ତି। ଟାଇମ 10ଟା ହେଲାଣି ସେ ତା ବାପାକୁ ଅନେଇଛି ଯେତେବେଳେ ଯାଏ ଖାଇନି ସେ ଯେତେବେଳେ ବାପାର କିନ୍ତୁ ସ୍ନେହ ପ୍ରେମ ଭଲ ହଁ ପାଇବା। ଯାଉଛି। ଆଉ ବର୍ତ୍ତମାନ ପୂଜା ଯିବ ବିବାହିତା ଏଇଟା ଭାଇ ପ୍ରୋବ୍ଲେମ ଆଉ କଣ କରିବା ଭାଇ ନଅଟା ଘର ସଂସାର ସବୁ ଫୋନ ସାଙ୍ଗେ ସାଙ୍ଗେ ଛାଡ ଦେଲୁ ରିକୁ ବର୍ତ୍ତମାନ ମୋର ଗୋଟେ ସବସ୍କ୍ରାଇବର ବଢିଯିବ ବର୍ତ୍ତମାନ ଦେଲୁ ତ ଫୋନଟା ଆଡେ ଟିକେ କେମିତି ଫୋନ୍ ନେଇକି ସବସ୍କ୍ରାଇବ କରନ୍ତି ଲୋକ ଖୁସିରେ କରନ୍ତି। ଆଉ ଗୋଟେ ୟା ନା କଣ କିରେ ଜର୍ମାନୀ। ବଢିଆ ୟା ନା ହେଲା ଜର୍ମାନୀ ରିଙ୍କୁନ Yana lah manduka, black manduka. Black manduka. ब्लैक माम्बा देखो भाई ये ब्लैक है ये भी ब्लैक आई दी जण जाकर पूरा जुड़ी जमुची मैं चा पी के बाहर घर को आउ टाइम भी बहुत होगानी 10टा हो गलानी आउ राति आमको जल्दी आज शोबार अच्छी सकाଳେ कारण काली पिकनिक अच्छी आम जीवार बाहर को आज तुम भिडियोटी भल लगी आपण को ताले लाइक करेंगे शेयर करेंगे सब्सक्राइब करदे आदि सबुदिन देखा चाहते मो वीडियो को ताले बेल आइकन को पूरा दबाई देवे जमी सब तुम पाक पूरा नोटिफिकेशन पहुंचो आमती सब मत सपोर्ट कर था जय जगन्नाथ रही ଆପଣ ସବସ୍କ୍ରାଇବ କରନ୍ତୁ ଏଇ ଯୋଉ କ୍ୟାପ୍ ପିନ୍ଧିଛନ୍ତି ଗୋଟେ ଗୋଟେ ଫ୍ରି ହିସାବରେ ନେଇ ଯାଆନ୍ତୁ ଲକ୍ଷ୍ମୀ ପ୍ରେରଣା ନାଇଟ୍ ଷ୍ଟୋର